କାବ୍ୟ ଜୀବିତମ୍ ଏହି ମତଟି କିଏ ଦେଇଥିଲେ? ଏହା ମଧ୍ୟ କୁନ୍ତକ ଦେଇଥିଲେ। ବକ୍ରୃତି କେତେ ପ୍ରକାରର? 2 ପ୍ରକାରର। କ'ଣ କ'ଣ? ଶେଷ ବକ୍ରୃତି ଏବଂ କାକୁ ବକ୍ରୃତି। କିନ୍ତୁ ବକ୍ରୃତିକୁ 6 ଭାଗରେ ଭାଗ କରିଛନ୍ତି କୁନ୍ତକ। ଶେଷ ବକ୍ରୃତି କାହା କୁହାଯାଏ? ବକ୍ତା ଗୋଟିଏ ଅର୍ଥରେ ଯେଉଁ ବାକ୍ୟ କହେ ଶ୍ରୁତ ତାକୁ ଭିନ୍ନ ଅର୍ଥରେ ଗ୍ରହଣ କଲେ ତାହାକୁ ଶେଷ ବକ୍ରୃତି କୁହାଯାଏ। ଠିକ୍ ସେଭଳି କାକୁ ବକ୍ରୃତି କାହା କୁହାଯାଏ? ବକ୍ତାର କଣ୍ଠସ୍ୱରକୁ ଶ୍ରୋତା ଭିନ୍ନ ଭାବରେ ଗ୍ରହଣ କଲେ ତାକୁ କାକୁ ବକ୍ରୃତି କୁହାଯାଏ। ବକ୍ତା କହିବା କଥାଟା ଯଦି ଶ୍ରୋତା ତାକୁ ଯଦି ଅନ୍ୟ ଏକ ଅର୍ଥରେ ଗ୍ରହଣ କରେ ତେବେ କାକୁ ବକ୍ରୃତି କୁହାଯାଏ। ବକ୍ରୃତି ସିଦ୍ଧାନ୍ତକୁ କୁନ୍ତକ କେତେ ଭାଗରେ ଭାଗ କରିଛନ୍ତି? ବକ୍ରୃତି ସିଦ୍ଧାନ୍ତକୁ କୁନ୍ତକ କେତେ ଭାଗରେ ଭାଗ କରିଛନ୍ତି? ଇଏ ହେବ 6 ଭାଗରେ। ଉଚିତ୍ୟ କାହାକୁ କୁହାଯାଏ? ଉଚିତ ସ୍ଥାନରେ ଉଚିତ